Hi everyone, welcome you to Way to M classes। ତ ପିଲାମାନେ OTT ରିଗାର୍ଡିଂ କ୍ଲାसेସ୍ ଚାଲି ଅଛି। ଏ କ୍ଲାସ୍ ମଧ୍ୟ OTT, OSTT, CTT ଏକ୍ଜାମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ତ ପିଲାମାନେ ଯଦି ମୋ ଚ୍ୟାନେଲକୁ ପ୍ରଥମ ଥର ପାଇଁ ଭିଜିଟ୍ କରୁଛନ୍ତି ତ ଆପଣ ସବସ୍କ୍ରାଇବ୍ କରିନିଅନ୍ତୁ, ବେଲ୍ ଆଇକନକୁ ପ୍ରେସ୍ କରିନିଅନ୍ତୁ ଆଉ ଭିଡ଼ିଓଟି ଭଲ ଲାଗିଲେ ଆପଣ ଲାଇକ୍ ମଧ୍ୟ କରିଦେବେ। ଯେତେବେଳେ ବି ନୂଆ ଭିଡ଼ିଓ କିଛି ଆସୁଛି ଆପଣଙ୍କୁ ନୋଟିଫିକେସନ୍ ମାଧ୍ୟମରେ ମିଳିଯିବ। ତ ପିଲାମାନଙ୍କୁ କହିବାକୁ ଚାହୁଁଛି ଆଜିକାର କଣ୍ଟେଣ୍ଟ ହଉଛି ଥିଓରି ଅଫ ମୋଟିଭେସନ ଯୋଉଟା ହଉଛି ଆବ୍ରାହମ ମାସାଲୋଙ୍କର। ଏଇ ମୋଟିଭେସନ ଥିଓରି ଉପରେ ଆମେ ଆଜି ଡିସ୍କସ କରିବା। ତ ପିଲାମାନେ ଦେଖ ଯୋଉ ମାସାଲୋ ହାୟାରକି ଅଫ ନିଡ୍ ଦେଇଛନ୍ତି ତ ଦେଖ ମୁଁ ଗୋଟେ ପିଲାକୁ ଯେତେବେଳେ ଆମେ ପାଠ ପଢୁଛନ୍ତି ତାର ନିଡ୍ ବିଷୟରେ ବି ତାକୁ ଜଣେଇବାର ଅଛି। ତ ଗୋଟେ ମଣିଷର ପ୍ରତ୍ୟେକ ଷ୍ଟେପ ବାଇ ଷ୍ଟେଜେସ ରେ କିଛି ନା କିଛି ନିଡ୍ ଥାଏ ଯୋଉଟା କି ଆମେ ଥିଓରିରେ ଡିସ୍କସ କରିବା। So Maslow hierarchy of need is an idea in the psychology proposed by American psychologist Abraham Maslow in his 1943 paper ସେ ଦେଇଥିଲେ A Theory of Human Motivation। ଏଦାର ସେ discuss କରିଥିଲେ। In the journey of psychological review, Maslow subsequently extended to the idea to include his observation of human innate curiosity। ତ ମଣିଷ ମାନଙ୍କର କିଛି କ୍ୟୁରିଓସିଟି ଥାଏ ଯୋଉଠି ତାଙ୍କର କିଛି ନିଡ୍ ଥାଏ ସେ ନିଡ୍ ଉପରେ ସେ ଡିସ୍କସ୍ କରୁଛନ୍ତି। His theory parallel of many theories of human development and psychology, some of which the focus on describing the stages of growth human, and this theory is a classification of system intended to the reflect the universal need of the society as its based, and then proceeding to the more acquired emotions ଉପରେ ସେ କହୁଛନ୍ତି। So this theory is known as the lower order to higher order need। ତାମାନେ ଆମର ଯେତେବେଳେ କୌଣସି ଆବଶ୍ୟକତା ଥାଏ ନିଡ୍ ଥାଏ ଯୋଉଟା କି ଆମେ ସବୁବେଳେ ଚେଷ୍ଟା କରନ୍ତି ଯେ ଲୋୟର ଅର୍ଡର ଆଗେ ମିଟ୍ ହବ ତାପରେ ହାୟର ଅର୍ଡରକୁ ଯିବା। ଆଗେ ହାୟର ଅର୍ଡରକୁ ଆମେ କେବେ ବି ଯାଇପାରିବାନି। ଯେମିତି ଗୋଟେ ସିଡିର ଅ ସବୁଠାରୁ ଫାଷ୍ଟ ଷ୍ଟେପ ରୁ ହିଁ ଚଢିକି ଆମେ ଲୋୟର ଷ୍ଟେପ ରୁ ଚଢିକି ଆମେ ହାୟର ଷ୍ଟେପ କୁ ଯାଆନ୍ତି ନା କି ଡାଇରେକ୍ଟ ହାୟର ଷ୍ଟେପ ରୁ ଆମେ ଚଢି ପାରିବା। ତ ଏଇଟା ହଉଛି କଣ ସେ ନିଡ୍ ଉପରେ କହିଛନ୍ତି। ତ ହ୍ୟୁମାନ ନିଡ୍ ବିଷୟରେ ମାସାଲୋଙ୍କର ହାୟରକି ଅଫ ନିଡ୍ ଥିଓରି ଅଛି। ତ ଏଇ ପିକ୍ଚରରେ ତମେ ସବୁ କିଛି ବୁଝିପାରିବ। ତ ଆମକୁ ଜାଣିବାକୁ ପଡିବ ଏଇ ପିରାମିଡ ଅଫ ଦ ନିଡ୍। ତ ତାଙ୍କର କହୁଛନ୍ତି ଲୋୟର ଅର୍ଡର ରୁ ହାୟର ଅର୍ଡର। ଏଇଠି ଦେଖିପାରିବ ଯୋଉଠିକି ଅଛି ଆମର କଣ ଲୋୟର ଅର୍ଡର ଟୁ ହାୟର ଅର୍ଡରକୁ ଆମେ ଯାଉଛନ୍ତି। ତ ଫାଷ୍ଟ ଅଛି କଣ ଫିଜିଓଲୋଜିକାଲ ନିଡ୍। ଫିଜିଓଲୋଜିକାଲ ନିଡ୍ କଣ ଆମକୁ ଜାଣିବାକୁ ପଡିବ। ଆମେ ଡିସ୍କସ କରିବା ଏ ବାବଦରେ ଫିଜିଓଲୋଜିକାଲ ନିଡ୍ ଆମେ କାହାକୁ କହୁଛନ୍ତି ହେଲା। ତ ଦେଖ ଯେତେବେଳେ ଛୋଟ ପିଲାଟେ ହୋଇଥାଏ ସେ ତାର କଣ ହେବ ନା ତାର କିଛି ଖାଦ୍ୟ ବାସଗୃହ ପାଣି ଏ ସବୁର ନିଡ୍ ଥାଏ। ତ ଏ ସବୁର ଯେତେବେଳେ ନିଡ୍ ପିଲାଟିକୁ ଆବଶ୍ୟକତା ପଡୁଛି ତାକୁ ଆମେ କହୁଛନ୍ତି କଣ ନା ଆମର ଫିଜିଓଲୋଜିକାଲ ନିଡ୍ ବୋଲି ଆମେ କହୁଛନ୍ତି। ତାପରେ ଆସିଲା ସେଫ୍ଟି ନିଡ୍ ସୁରକ୍ଷା ନିଡ୍। ସୁରକ୍ଷା ନିଡ୍ କଣ ନା ଆମର ପିଲାଟିର ସେଫ୍ଟି ଦରକାର ହେଲା। ତା ସରାଉଣ୍ଡିଂ ରେ ସେ ରହୁଛି, ପିଲାଟି ସ୍କୁଲ ଯାଉଛି, ପିଲାଟି ତା ଘରେ ରହୁଛି, ପିଲାଟି ବାହାରେ ଘୁରିବାକୁ ଯାଉଛି, ତାର ସେଫ୍ଟି ଦରକାର। ତାପରେ ଆସିଲା କଣ ବିଲଙ୍ଗିଂ ଆଣ୍ଡ ଲଭ୍ ନିଡ୍। ମନେ ରଖିଥିବ ଏଇ ନିଡ୍ ଗୁଡାକ ସବୁ ମନେ ରଖିଥିବ କୋଶ୍ଚିନ୍ ଆସେ ତାର। ହଁ ବିଲଙ୍ଗିଂ ସେ କୋଉ ଫ୍ୟାମିଲିରୁ ବିଲଙ୍ଗ କରୁଛି, ତାର ମ୍ୟାରେଜ କାହାକୁ କରୁଛି ହେଲା। ତ ଏଇ ସବୁ ହଉଛି ବିଲଙ୍ଗିଂ ଆଣ୍ଡ ଲଭ୍ ନିଡ୍ କୁ ବୁଝଉଛି। ତାପରେ ହଉଛି ଏସ୍ଟିମ୍ ନିଡ୍। ସିଏ କଣ ଆଚିଭମେଣ୍ଟ କଲା, ସେ କଣ ପାଇଲା। ଅଲମ୍ପିକ ଖେଳ ଚାଲିଛି ତ ଅଲମ୍ପିକରେ ଯିଏ ପାର୍ଟିସିପାଣ୍ଟ ତାଙ୍କର ଯୋଉ ନିଡ୍ ଟା ରହୁଛି ଏସ୍ଟିମ୍ ନିଡ୍ ବୋଲି କୁହାଯାଉଛି। ତାପରେ କଗ୍ନିଟିଭ ନିଡ୍ ଜ୍ଞାନ ଦୃଷ୍ଟିରୁ ବା ଆଚିଭମେଣ୍ଟ ସେ କଣ କରୁଛି ଏ ଦୃଷ୍ଟିରୁ ନିଡ୍ ଟାକୁ ବୁଝଉଛି। ତାପରେ ଏସ୍ଥେଟିକ ନିଡ୍ ଯୋଉଟା କି ତାର ଯୋଉଟା କି ହଉଛି ଆମର କଣ ନା ଗୋଟେ ପିଲାଟେ ତାର ଯେତେବେଳେ ସେ କଗ୍ନିଟିଭ ନିଡ୍ ପ୍ରାପ୍ତ ହେଇଯାଉଛି ସେ ତାକୁ ଏସ୍ଥେଟିକ ନିଡ୍ କୁ ଯାଉ ଜୟ ଫୁଲ ଅଫ ଜୟ ରେ ସେ ରହୁଛି ହେଲା। ତାପରେ କଣ ରହୁଛି ସେଲ୍ଫ ଆକ୍ଚୁଆଲାଇଜେସନ। ସେ ନିଜକୁ ନିଜ ଭାବୁଛି ନିଜ ଜୀବନ ସାରା ସେ କଣ କରିଛି ହେଲା। ଜୀବନ ସାରା ସେ କଣ ଆଚିଭମେଣ୍ଟ କରିଛି ତ ସେଟା ହଉଛି ସେଲ୍ଫ ଆକ୍ଚୁଆଲାଇଜେସନ। ସେ କଣ କରିଛି କଣ କରିନାହିଁ। ଯଦି ନିଡ୍ ଗୁଡା ଫିଲ୍ଅପ କରିନଥିବ ସେ ରିଏଲାଇଜ କରିବ ଯେ ମୁଁ କିଛି କରିନି ହେଲା। ତାପରେ ଆସୁଛି କଣ ନା ଟ୍ରାନ୍ସିଡେନ୍ସ ନିଡ୍ ଯୋଉଟା କି ହଉଛି ସବୁ କିଛି ପ୍ରାପ୍ତ ହେଇ ସାରିଲା ପରେ ସେ ଗୋଟେ ଲୟରେ ଧ୍ୟାନରେ ପଳେଇବ ବା କୌଣସି ଗୋଟେ ଆ, ମାନେ କଣ ସବୁ ନିଡ୍ କୁ ଫିଲ୍ଅପ କଲା ପରେ ସେ ଟ୍ରାନ୍ସିଡେଣ୍ଟ ରେ ବସି ଯାଉଛି ଯେ ସେ ସବୁ କିଛି ପ୍ରାପ୍ତ କରିଛି ବା ସିଏ ଦୁନିଆର ଜିନିଷ ସହିତ ମୋହମାୟା ସହିତ ଅଲଗା ହେଇଯାଇଛି। ତ ଏଇ ସବୁ ନିଡ୍ ଗୁଡାକୁ ଆମକୁ ବୁଝିବାକୁ ପଡିବ। ତ ଏଇ ନିଡ୍ ଗୁଡାକୁ ବୁଝିବା ପାଇଁ ଆମେ ଡିଟେଲ ଡେସ୍କ୍ରାଇବ କରୁଛନ୍ତି। ତ ଫାର୍ଷ୍ଟ ଆମେ କହୁଛନ୍ତି ଫିଜିଓଲୋଜିକାଲ ନିଡ୍। କାହାକୁ କହୁଛନ୍ତି Now, physiological need ଆମେ କହୁଛନ୍ତି these are the basic biological needs such as the hunger and thirst। ଯେତେବେଳେ ଆମକୁ କଣ ଲାଗୁଛି ନା ଆମକୁ ଭୋକ ଶୋଷ ଲାଗୁଛି ସେତେବେଳେ ଆମେ କଣ କରୁଛନ୍ତି
ନା ଆମେ କଣ କରୁଛନ୍ତି ନା ଆମର ପାଣି ପିଉଛନ୍ତି, ଆମେ ଖାଦ୍ୟ ଖାଉଛନ୍ତି। ତ ଏଇଗୁଡାକ ସବୁ ବୁଝଉଛି କଣ ନା ଆମର ହଉଛି ଫିଜିଓଲୋଜିକାଲ ନିଡ୍ ବୋଲି ଆମେ କହୁଛନ୍ତି। ଆଣ୍ଡ ଦିସ୍ ନିଡ୍ ଲାଇଜ୍ ଆଟ୍ ଦ ବଟମ ଅଫ ପିରାମିଡ। ସବୁଠାରୁ ପିରାମିଡର ନିମ୍ନରେ ରହୁଛି। ଆଣ୍ଡ ଦିସ୍ ନିଡ୍ ଆର୍ ଦ ଏସେନ୍ସିଆଲ ଫର ସର୍ଭାଇଭାଲ। ଆମକୁ ବଞ୍ଚି ରହିବା ପାଇଁ କାର୍ଯ୍ୟରେ ଆସେ। ଫର ଏକ୍ସାମ୍ପଲ ଏୟାର, ୱାର୍ମଥ, ୱାଟର, ଫୁଡ, ସେଲ୍ଟର, ସ୍ଲିପ ଏଗୁଡା ସବୁ ଦରକାର। ଦିସ୍ ନିଡ୍ ଆର୍ ନଟ୍ ମେଟ୍। ଯଦି ନିଡ୍ ଗୁଡା କେବେ ବି ମିଟ୍ ହୁଏନି, the human have potentially get sick and extremely circumstances and die। जो ସେ ଏଇ ନିଡ୍ ଗୁଡା ଯଦି ହ୍ୟୁମାନ ଫିଲଅପ ହବନି ତାହେଲେ ସେ ସିକ୍ ରୋଗାଗ୍ରସ୍ତ ହବ ଆଉ ମରିଯିବ ଦିନକୁ। ତ ଏଇଟାକୁ ଆମେ ଜାଣିଛନ୍ତି ବେସିକ ନିଡ୍ ଟା ବି ଲୋକଙ୍କର ଫିଲଅପ ହବ। ତ ବେସିକ ନିଡ୍ ଟା ଆମେ କାହାକୁ କହୁଛନ୍ତି ଯୋଉଟା କି ହଉଛି କଣ ଫିଜିଓଲୋଜିକାଲ ନିଡ୍ ବୋଲି କହୁଛନ୍ତି। ତାପରେ ଆସିଲା କଣ ସେଫ୍ଟି ନିଡ୍। ସେଫ୍ଟି ନିଡ୍ ଆମେ କାହାକୁ କହୁଛନ୍ତି ଦେ ଆର୍ ଦ ନିଡ୍ ଟୁ ବି ଫିଜିକାଲି ସେଫ୍ ଆରାଉଣ୍ଡ। ତ ଆମେ ଯୋଉ ରହୁଛନ୍ତି ଆମ ଆରାଉଣ୍ଡ ଟା ସେଫ୍ଟି ଥିବା ଦରକାର। ତମେ ଦେଖ ଯେତେବେଳେ ବି କୋଉଠି ଜାଗାରେ ରହୁଛ ଯଦି ସେଫ୍ଟି ନଥିବ ତମେ ରହିବା ପାଇଁ ତମକୁ ଇଚ୍ଛା ହୁଏନି ବା ତମକୁ ଅନିଜି ଫିଲ୍ ହବ ଯେ ମୁଁ ନା ଏଠି ରହିବି ନାହିଁ, ମତେ ସେଫ୍ଟି ନାହିଁ। ଆଣ୍ଡ ଦିସ୍ କମ୍ ଜଷ୍ଟ ଏବଭ୍ ଦ ଫିଜିଓଲୋଜିକାଲ ନିଡ୍ ଉପରେ ଆସିଥାଏ। ଫିଜିଓଲୋଜିକାଲ ନିଡ୍ ପରେ ଯୋଉଟା ଆସେ ସେଟା ସେଫ୍ଟି ନିଡ୍ ବୋଲି କୁହାଯାଏ। ଫର ଏକ୍ସାମ୍ପଲ ପଲିଟିକାଲ ସେଫ୍ଟି ହଉ, ଇନ୍ସୁରାନ୍ସ ପଲିସିସ୍ ହଉ ଯୋଉ ଆମେ ଏଲ୍ଆଇସି କରୁଛନ୍ତି, ସେଫ୍ଟି ଆଟ୍ ଦ ୱାର୍କ ପ୍ଲେସ୍ ଆମେ ଯେତେବେଳେ ଯୋଉଠି କାମ କରୁଛନ୍ତି ସେଠି ସେଫ୍ଟି ରହିବା ଦରକାର। ଇଫ୍ ଦିସ୍ ନିଡ୍ ଫୁଲଫିଲ୍ ଦ appropriately an individual can feel the safe and secure in their world। If this need are not met, ଯଦି meet ନ ହେଲା, it could lead to be post traumatic stress disorder PTSD ହବ। ମାନେ ତମେ ପୁରା ଷ୍ଟ୍ରେସ୍ ରେ ପଳେଇ ଆସିବ ହେଲା। ତାପରେ and other mental health imbalance ହେଇଯିବ। An individual could also be physically unsafe if this need are not being appropriately fulfilled। ଯଦି ନ ହେଲା ତ ଫିଜିକାଲି ବି ସେମାନେ ଅନସେଫ ଫିଲ୍ କରିବେ। ତ ଯେତେବେଳେ ଆମେ କୌଣସି ନୂଆ ଜାଗାକୁ ଯାଉଛନ୍ତି ଯଦି ସେଠି ସେଫ୍ଟି ନଥାଏ, ଲୋକ ଏଠି କୋଳାହଳ କରୁଛନ୍ତି, ଲୋକମାନେ ଏଠି ଚୋରି କରୁଛନ୍ତି, ଡକାୟତି କରୁଛନ୍ତି, ତ ଆମକୁ ସେଫ୍ଟି ରହିବାନି ନା। ତ ସେଇ ଜାଗାରୁ ଆମେ ପଳେଇ ଆସନ୍ତି ବା ମେଣ୍ଟାଲି ଇଲନେସ ରେ ପଡିଯାଆନ୍ତି। ତାପରେ ଆସିଲା ବିଲଙ୍ଗିଙ୍ଗନେସ୍ ଆଣ୍ଡ ଲଭ୍ ନିଡ୍। ଆମେ କାହାକୁ କହୁଛନ୍ତି ଦେ ଆର୍ ଦ ନିଡ୍ ଅଫ ଗିଭ୍ ରିସିଭ୍ ଲଭ୍ ଆଣ୍ଡ ଟୁ ବି ଆକ୍ସେପ୍ଟେଡ୍। ତ ଦିସ୍ କମ୍ ଆଫ୍ଟର ଦ ସେଫ୍ଟି ନିଡ୍ ପରେ ଆସୁଛି। ତ ଏକ୍ସାମ୍ପଲରେ କଣ କହୁଛି ଫ୍ରେଣ୍ଡସିପ ରେ ଭଲ ପାଇବା ରହୁଛି, ଫ୍ୟାମିଲିରେ ଭଲ ପାଇବା ଦରକାର, ରିଲେସନସିପ ରେ ବି ଭଲ ରହିବା ଦରକାର, କଲେଜିୟସ ଯୋଉଠି କାମ କରୁଛନ୍ତି ସହକର୍ମୀ ବି ଆପଣଙ୍କ ସହିତ ମାନେ ଭଲ ସମ୍ପର୍କ ରଖିବା ଦରକାର। ତାପରେ ହଉଛି ସୋସିଆଲ ଗ୍ରୁପ ଯୋଉ ସମାଜରେ ବାସ କରୁଛନ୍ତି ଆଖ ପଡୋଶୀ, ସେମାନଙ୍କ ସହିତ ବି ଭଲ ସମ୍ପର୍କ ରହିବା ଦରକାର। ଫର ଏକ୍ସାମ୍ପଲ ଫ୍ରେଣ୍ଡସିପ ଫ୍ୟାମିଲି ଏସବୁ ବୁଝଉଛି। ଦିସ୍ ନିଡ୍ କ୍ୟାନ୍ ବି ଗ୍ରାଟିଫାଇଡ୍ ୱିଥ ଦ କଲେଜ reunions and family get together, picnic, date nights, begin part of the social group and this need helpful in the time stress and pressure କୁ ସେ କଣ କରୁଛି ହେଲ୍ପ କରୁଛି। ତ ଏଇ ନିଡ୍ ଟା ନିହାତି ଦରକାର ଯୋଉଟା ସେଫ୍ଟି ନିଡ୍ ପରେ ଆସିଥାଏ। ତାପରେ ଆମେ ଜାଣିବା ଯେ ଏଇ ଯୋଉ ନିଡ୍ ଗୁଡାକ ଭିତରେ ପୁଣି ଆସିଲା କଣ ଏଷ୍ଟେମ୍ ନିଡ୍ ଆମେ କହୁଛନ୍ତି। ଏଷ୍ଟେମ୍ ନିଡ୍ କଣ ନା ଦେ ଆର୍ ଦ ନିଡ୍ ଅଫ କମ୍ପିଟେନ୍ସି ଅଫ ଆଚିଭମେଣ୍ଟ। ଗୋଟେ achievement କୁ ଆମେ ପାଉଛନ୍ତି। ଦେ ଆର୍ କମ୍ ଆଫ୍ଟର ଦ ବିଲଙ୍ଗିଙ୍ଗନେସ୍ ଆଣ୍ଡ ଲଭ୍ ନିଡ୍ ପରେ ଆସିଲା। ଫର ଏକ୍ସାମ୍ପଲ ରିୱାର୍ଡ, ଆୱାର୍ଡ, ସାର୍ଟିଫିକେଟ୍ସ ଜବ୍ କଲା ପରେ ସବୁ ମିଳେ, ପ୍ରମୋସନ, ଅନରେବୁଲ ମେନସନ, ତମକୁ ଗୋଟେ ଉଚ୍ଚ ପଦବୀ ମିଳିଗଲା। ଇଟ୍ ଇସ୍ ଦ ଇମ୍ପୋର୍ଟାଣ୍ଟ ଟୁ ବି ଫିଲ୍ ଦ ରେସ୍ପେକ୍ଟ by the collegiate friends and family ସମସ୍ତ ଦ୍ୱାରା। ତ masala relevant are the other aspect of the admiration in lower level of esteem and need the respect to the have the other ourselves in higher level of esteem କୁ ଆମକୁ ଯିବାକୁ ପଡେ। ଲୋୟର ଲେଭେଲ ଏଷ୍ଟିମ ରୁ ଆମକୁ ଉଚ୍ଚ ପଦବୀ ଆମକୁ ମିଳିପାରିବ, ଏଷ୍ଟିମ ମିଳିପାରିବ, achievement ମିଳିପାରିବ ହେଲା। ତ ବାସ୍ ତ ଇଟ୍ ଇଜ ଦ ଟର୍ମ ହାଇ ଲେଭେଲ because you are the only constant in your life and the all time and so self respect and is important to survive the compatibility। ତ ଯେକୌଣସି ମଣିଷ ଯେତେବେଳେ ତା ସମାଜରେ ବାସ କରୁଛି ତ ସେଲ୍ଫ ଏଷ୍ଟିମ ଗୋଟେ ନିଜସ୍ୱ ସୋସାଇଟିରେ ଗୋଟେ ନିଜର ପରିଚୟ ବନିବା ଦରକାର। ତ ଏଟାକୁ ସେ ବୁଝଉଛି ହେଲା। ତ ପରିଚୟ ଦ୍ଵାରା ସମ୍ମାନ ମିଳିଥାଏ, ତ ସମ୍ମାନ ସହିତ ବଞ୍ଚିବାକୁ ଅ, ସମସ୍ତେ ଲୋକ ଚାହାନ୍ତି ହେଲା। ଇଫ ଦିସ୍ ନିଡ୍ ଆର୍ ନଟ୍ ମେଟ୍ ଦ ଇଣ୍ଡିଭିଜୁଆଲ ମାଇଟ୍ ଫିଲ୍ worthless ଯୋଉଟା କି ମୂଲ୍ୟହୀନ ବୋଲି ଭାବନ୍ତି and under appreciated and could go through the feeling of sadness and because of it। ଦୁଃଖରେ ସେମାନେ ମ୍ରିୟମାଣ ହେଇଯାଆନ୍ତି। ତାପରେ ଆସିଲା କଣ ଆମର ଆସିଲା cognitive need ଯୋଉଟାକି ଆମେ କହୁଛନ୍ତି। It is include the need of knowledge and curiosity। ତମ ପାଖରେ କେତେ ଜ୍ଞାନ ଅଛି। ଫର ଏକ୍ସାମ୍ପଲ Stacey has the curiosity to solve the really complicated algebra problem and she solved this problem in the her free time ରେ solve କରିଦବ। ତ the cognitive need ମାନେ କଣ ଯୋଉଟା କି ଆମେ କହୁଛନ୍ତି ଯୋଉ ପିଲାର ଜ୍ଞାନାତ୍ମକ କେତେ ଜ୍ଞାନ ତା ପାଖରେ achieve କରିଛି ହେଲା। ତ ତାପରେ ଆସିଲା aesthetic need ଯୋଉଟା କହୁଛନ୍ତି। It could be need the look for the beauty and appreciation। For the example, Tina wants to arrange her wardrobe
in way that the looks balanced by the pretty। ତା ମାନେ ସିଏ ନିଜକୁ ନିଜ ସୁନ୍ଦର ଦେଖେଇବା ପାଇଁ ଚେଷ୍ଟା କରିବେ। ନିଜ କେତେ ସୁନ୍ଦର, କେତେ ଲୋକମାନେ ତାଙ୍କୁ ଆପ୍ରିସିଏଟ ବା ତାଙ୍କୁ ପସନ୍ଦ କରୁଛନ୍ତି। ତ ଏଟାକୁ ବୁଝାହଉଛି କଣ ନା ଆସ୍ଥେଟିକ୍ ନିଡ୍। ତାପରେ ଆସିଲା କଣ ସେଲ୍ଫ ଆକ୍ଚୁଆଲାଇଜେସନ ନିଡ୍ ଆମେ କହୁଛନ୍ତି। ସେଲ୍ଫ ଆକ୍ଚୁଆଲାଇଜେସନ ନିଡ୍ ଦେ ଆର୍ ଦ ନିଡ୍ ଅଫ୍ ରିୟଲାଇଜ ୱାନ୍ ଫୁଲ୍ ପୋଟେନ୍ସିଆଲ। ନିଜ ଫୁଲ୍ ପୋଟେନ୍ସିଆଲରେ ସେ ତା ଜୀବନ ସାରା କଣ କରିଛି। ଇଟ୍ ଇଜ୍ ଆଟ୍ ଦ ଟପ୍ ଅଫ୍ ଦ ପିରାମିଡ୍ ଆଣ୍ଡ ହାୟରଚିନି ଅଫ୍ ନିଡ୍ ର ଟପ୍ ଅଫ୍ ଦ କିଏ ରୁହେ ସବୁବେଳେ ସେଲ୍ଫ ଆକ୍ଚୁଆଲାଇଜେସନ ହୁଏ। and not everyone can reach it। ସମସ୍ତେ ପହଞ୍ଚି ପାରନ୍ତିନି। ବିରାଟ କୋହଲି ତାର ସେ ଟପ୍ ଲେବୁଲ ସେଲ୍ଫ ଆକ୍ଚୁଆଲାଇଜେସନ ନିଡ୍ ନା ତା କ୍ୟାରିୟରରେ ବହୁତ 100 ମାରିଛି, ବହୁତ ଆଚିଭମେଣ୍ଟ କରିଛି। ରୋହିତ ଶର୍ମା, ତେନ୍ଦୁଲକର, ଯୋଉଟାକି ଆମକୁ କୁହାଯାଏ କ୍ରିକେଟର ଭଗବାନ ବୋଲି କୁହାଯାଉଛି ହେଲା। ତ ଏ ସବୁ ତାଙ୍କର ସେଲ୍ଫ ଆକ୍ଚୁଆଲାଇଜେସନ ଲେବୁଲରେ ପହଞ୍ଚିଛନ୍ତି। ତ ମାର୍ଶାଲ ବିଲିଭ୍ ଦ୍ୟାଟ୍ ଦିସ୍ ନିଡ୍ would be arise when all over the lower level of need are met ହେଇଯାଇଥିବ। ସବୁ ଲୋୟର ଲେବୁଲ ମାନେ ନିଡ୍ ଗୁଡା ମିଟ୍ ହେଇଥିବ। ଇଟ୍ ଇଜ ବେସିକାଲି ରେଫର୍ସ ଟୁ ଦ ଡୁଇଙ୍ଗ ସମଥିଙ୍ଗ ଦ୍ୟାଟ୍ ୱି ଆର୍ ମିଣ୍ଟ ଟୁ ଡୁ। ଯୋଉଟା କରିବାକୁ ଆମେ ଚାହୁଁଛନ୍ତି ସେଇଥିପାଇଁ ଆମେ ପହଞ୍ଚନ୍ତି। ଆମେ ଯାହା ଭବିଷ୍ୟତରେ କରିବାକୁ ଚାହୁଁଛୁ ସେଇ ଜାଗାରେ ପହଞ୍ଚିବା ଯଦି ସେଲ୍ଫ ଆକ୍ଚୁଆଲି ନିଡ୍ ହେଇଯିବ। ଏଠି could be the about the uplifting others achievement something the huge of by yourself and according to Masala people who have reached this need are creative and show the self acceptance। creativity ହେଇଥିବା ଦରକାର ଆଉ ନିଜ ସେ ନିଜେ ଯୋଉ ଲେବୁଲରେ ପହଞ୍ଚାଇଛନ୍ତି ସେଠି ପହଞ୍ଚି ଯାଇଥିବେ। and he performed experiments on the case of studies and people their life history and who found the self actualization and he then started common characteristic of self actualization people and Masala mention Abraham Lincoln ଯୋଉଠି ପୁରା ପର୍ସନାଲିଟି ଆମେ ପଢୁଛନ୍ତି ଆବ୍ରାହam ଲିଙ୍କନ, ମଦର ଟେରିସା, ମହାତ୍ମା ଗାନ୍ଧୀ, ସୁଭାଷ ଚନ୍ଦ୍ର ବୋଷ, ବିବେକାନନ୍ଦ ଏଙ୍କର ସବୁ ହଉଛି କଣ ସେଲ୍ଫ ଆକ୍ଚୁଆଲାଇଜେସନ ନିଡ୍ ଫିଲ୍ଅପ ହେଇଛି। ଆଉ ଗୋଟେ ହେଲା ଟ୍ରାନ୍ସଜେଣ୍ଡର ନିଡ୍ କଣ ଇଟ୍ କୁଡ୍ ବି ନିଡ୍ ଦ ମିନ୍ ବିୟଣ୍ଡ ଦ ସେଲ୍ଫ। ସେଲ୍ଫରୁ ପୂର୍ବରୁ ମାନେ ସଂସାର ପ୍ରତି ମୋହମାୟା ଛାଡିକି ଗୋଟେ ସତ୍ ମାର୍ଗରେ ପଳେଇବା ଏଟା କୁହାଯାଉଛି। କଣ ନା ଫର ଏକ୍ସାମ୍ପଲ କିମ୍ସ ୱାଣ୍ଟ ଟୁ ଗୋ ଏ ଟ୍ରିପ୍ ଅଫ ହିମାଲୟ and all by himself explore the place and find the meaning of out the wind। ତାମାନେ ସେ କହୁଛି ଯେତେବେଳେ ସେ ହିମାଳୟକୁ ଯାଇଛି ସେଠି ସେ ବସିଛି ତ ସେ ଆକ୍ଚୁଆଲି ପ୍ଲେସ ର କଣ ମହତ୍ଵ ରହିଛି ବା ବିୟଣ୍ଡ ଦ ସେଲ୍ଫ ନିଜକୁ ଛାଡିକି ଦୁନିଆ ପାଇଁ ଭଲ ଚିନ୍ତା କରିବା ଟ୍ରାନ୍ସଜିଣ୍ଡର ନିଡ୍ କୁ ବୁଝଉଛି। ତ ଆପଣ ମାନେ ବୁଝିପାରୁଥିବେ ଏଇ ଯୋଉ ଥିଓରିଟା ଆମେ ଡିସ୍କସ କଲି। ତ ଏଥିରୁ କ୍ୱେଶ୍ଚିନ୍ ଆସେ ଯେ ହାୟାରକି ନିଡ୍ କିଏ ଦେଇଛନ୍ତି, ଆବ୍ରାହମ ମାସାଲୋ ଦେଇଛନ୍ତି। ସବୁଠାରୁ ବଟମ ରେ କିଏ ରହୁଛି ନା ଫିଜିଓଲୋଜିକାଲ ନିଡ୍ ରହୁଛି, ଟପ ରେ କିଏ ରହୁଛି ସେଲ୍ଫ ଆକ୍ଚୁଆଲାଇଜେସନ ବା ଟ୍ରାନ୍ସଜିଣ୍ଡର ନିଡ୍ କହୁଛି ଯେ ଅପସନ ଭିତରେ ଯାହା ଆସିବ ସେ ଅନୁସାରେ ଆନ୍ସର ଦେବେ। ତ ଆପଣଙ୍କ ପାଇଁ ଆଜି ଏତିକି। ତ ଏଇ କ୍ଲାସଟିକୁ ଭଲ ଭାବରେ କରନ୍ତୁ, ସ୍କିପ୍ କରନ୍ତୁ ନାହିଁ, ଭଲ ଭାବରେ ପଢନ୍ତୁ। ଆଗାମୀ ଦିନ ଯେକୌଣସି ଏକ୍ସାମରେ ଯଦି କ୍ୱେଶ୍ଚିନ୍ ଆସିଲା ଆରାମସେ ଆନ୍ସର କରିପାରିବେ। ଧନ୍ୟବାଦ ସମସ୍ତଙ୍କୁ।